ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଓ ଆମେରିକା ମଧ୍ୟରେ ଡେଲାୱେୟରଠାରେ ସ୍ୱଚ୍ଛ ଓ ନିରପେକ୍ଷ ଅର୍ଥ ବ୍ୟବସ୍ଥା ଉପରେ ବୁଝାମଣାପତ୍ର ସ୍ୱାକ୍ଷରିତ। 297ଟି ପ୍ରାଚୀନ ସାମଗ୍ରୀକୁ ଭାରତକୁ ଫେରସ୍ତ କରିବା ଲାଗି ସହମତି ପ୍ରକାଶ କଲେ ଆମେରିକା ସରକାର। ସିଙ୍ଗାପୁରରେ ଖୋଲିଲା ଇନଭେଷ୍ଟ ଇଣ୍ଡିଆର ନୂତନ କାର୍ଯ୍ୟାଳୟ। ପୂର୍ବ ଇରାନର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି 51 ମୃତ। ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ ଏବଂ ଚେନ୍ନାଇ ଟେଷ୍ଟରେ 280 ରନ୍ରେ ବାଂଲାଦେଶକୁ ପରାସ୍ତ କଲା ଭାରତ। ଆସନ୍ତା 27ରେ କାନପୁରରେ ଖେଳାଯିବ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍। ଭାରତ ଓ ଆମେରିକା ଡେଲାୱେୟରଠାରେ ସ୍ୱଚ୍ଛ ନିରପେକ୍ଷ ଅର୍ଥ ବ୍ୟବସ୍ଥା ଉପରେ କେନ୍ଦ୍ରିତ ଭାରତ ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ରୂପରେଖ ସମ୍ବଳିତ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ଆଦାନ ପ୍ରଦାନ କରାଯାଇଛି। ଶ୍ରୀ ମୋଦି କ୍ୱାଡ୍ ଶିଖର ସମ୍ମିଳନୀ ପାଇଁ 3 ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ସ୍ୱଚ୍ଛ ଅର୍ଥ ବ୍ୟବସ୍ଥା ଅନୁଯାୟୀ ଉଭୟ ଦେଶ ମଧ୍ୟରେ ବୈଷୟିକ ସହଯୋଗ, ମାନବ ସମ୍ବଳ ବିକାଶ, କ୍ଷମତା ନିର୍ମାଣ ଏବଂ ଅନୁସନ୍ଧାନ କ୍ଷେତ୍ରରେ ସହଯୋଗ ବୃଦ୍ଧି ହେବ। ବୁଝାମଣା ଅନୁଯାୟୀ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ସହାୟତା ନିମନ୍ତେ ନିବେଶ ଓ ରିହାତି ବ୍ୟବସ୍ଥା କରାଯାଇଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପୁଞ୍ଜିନିବେଶ ବାତାବରଣ ସୃଷ୍ଟି କରିବା ଦିଗରେ ଏହି ବୁଝାମଣାପତ୍ରରେ ବ୍ୟବସ୍ଥା ରହିଛି। ଆମେରିକା ଭାରତରୁ ଚୋରି ହୋଇଥିବା କିମ୍ବା ଅନ୍ୟ ଉପାୟରେ ଆମେରିକାକୁ ପଠାଯାଇଥିବା 297ଟି ପ୍ରାଚୀନ ସାମଗ୍ରୀକୁ ଭାରତକୁ ଫେରସ୍ତ କରିବା ଲାଗି ସହମତି ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଅବସରରେ ଆମେରିକା ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହିସବୁ ସାମଗ୍ରୀ ଖୁବ୍ ଶୀଘ୍ର ଭାରତକୁ ଫେରିଆସିବ ବୋଲି ଜଣାପଡ଼ିଛି। ଡେଲାୱେୟରଠାରେ ଏକ ଦ୍ୱିପାକ୍ଷିକ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ କେତେକ ସାମଗ୍ରୀ ପ୍ରଦାନ କରିଥିଲେ। ଆମେରିକା ପକ୍ଷରୁ ଭାରତର ସାଂସ୍କୃତିକ ମୂଲ୍ୟବୋଧ ବହନ କରୁଥିବା ସାମଗ୍ରୀଗୁଡ଼ିକୁ ଫେରାଇ ଦେବା କ୍ଷେତ୍ରରେ ସହଯୋଗ କରିଥିବାରୁ ଶ୍ରୀ ମୋଦି ଜୋ ବାଇଡେନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହିସବୁ ସାମଗ୍ରୀ ଭାରତୀୟ ଐତିହାସିକ ଭୌତିକ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହିସବୁ ବସ୍ତୁଗୁଡ଼ିକ ପ୍ରାୟ 4000 ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ଭାରତର ବିଭିନ୍ନ ଅଞ୍ଚଳ ସହ ସମ୍ପର୍କିତ ଏହି ସାମଗ୍ରୀଗୁଡ଼ିକ ମଧ୍ୟରେ ଟେରାକୋଟା କଳାକୃତି, ପଥର, ଧାତୁ, କାଠ ଏବଂ ହାତୀଦାନ୍ତରୁ ତିଆରି ସାମଗ୍ରୀ ରହିଛି। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ 2 ଦିନିଆ 10ମ ରାଷ୍ଟ୍ରମଣ୍ଡଳ ସଂସଦୀୟ ସଂଘ ସମ୍ମିଳନୀ ଆୟୋଜିତ ହେବ। ଭାରତୀୟ ସଂସଦ ଏହି ସମ୍ମିଳନୀ ଆୟୋଜନ କରୁଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ବାଚସ୍ପତି ଶ୍ରୀ ବିର୍ଲା ଏହି ସଂସଦୀୟ ସଂଘର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ସଂଘର ଭାରତୀୟ ଖଣ୍ଡର ବୈଠକ ବସିବ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସିଙ୍ଗାପୁରଠାରେ ଇନଭେଷ୍ଟ ଇଣ୍ଡିଆର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟାଳୟ ଭାରତରେ ନିବେଶ କରିବାକୁ ଚାହୁଁଥିବା କମ୍ପାନୀଗୁଡ଼ିକ ପାଇଁ ମଧ୍ୟସ୍ଥ ଭାବରେ କାର୍ଯ୍ୟ କରିବ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରିବ। ଚଳିତ ବର୍ଷ ସିଙ୍ଗାପୁର ଯାତ୍ରା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟାଳୟ ସ୍ଥାପନ ସମ୍ପର୍କରେ ଘୋଷଣା କରିଥିଲେ। ସିଙ୍ଗାପୁରରେ ଭାରତର ଇନଭେଷ୍ଟ ଇଣ୍ଡିଆର ଏହା ପ୍ରଥମ କାର୍ଯ୍ୟାଳୟ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ସିଙ୍ଗାପୁର ଏବଂ ଆସିଆନ୍ କ୍ଷେତ୍ରରେ ଆର୍ଥିକ ସହଯୋଗ ମଜବୁତ କରିବା ଦିଗରେ ଏହି କାର୍ଯ୍ୟାଳୟ ସ୍ଥାପନ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଆଗାମୀ ଦିନରେ ବିଦେଶରେ ଅଧିକ ସଂଖ୍ୟାରେ ଇନଭେଷ୍ଟ ଇଣ୍ଡିଆ କାର୍ଯ୍ୟାଳୟ ଖୋଲାଯିବ ବୋଲି ଶ୍ରୀ ଗୋୟଲ କହିଛନ୍ତି। ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରଣାଳୟ ଅଧୀନରେ ଭାରତୀୟ ସାଙ୍କେତିକ ଭାଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ କେନ୍ଦ୍ର ଆସନ୍ତାକାଲି ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ପାଳନ କରିବ। ଏଥିନିମନ୍ତେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଅଧ୍ୟକ୍ଷତା କରିବେ। ସାଙ୍କେତିକ ଭାଷା ଦ୍ୱାରା ସୃଷ୍ଟି ହୋଇଥିବା ଏକତା ଏବଂ ସେହିସବୁ ଭାଷାଗୁଡ଼ିକର ସାଂସ୍କୃତିକ ମୂଲ୍ୟବୋଧକୁ ସଂରକ୍ଷିତ ରଖିବାର ଆବଶ୍ୟକତାକୁ ଜାଣିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସର ବାର୍ତ୍ତା ରହିଛି, ସାଙ୍କେତିକ ଭାଷା ଅଧିକାର ପାଇଁ ଜାଗ୍ରତ ହେବା। ପୂର୍ବ ଇରାନର ଦକ୍ଷିଣ ଖୋରାସନ ନିକଟରେ ଏକ କୋଇଲା ଖଣିରେ ଘଟିଥିବା ବିସ୍ଫୋରଣରେ ପ୍ରାୟ 51 ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ଗଣମାଧ୍ୟମ ସୂଚନା ଅନୁଯାୟୀ ସ୍ଥାନୀୟ ସମୟ ରାତି 9ଟା ବେଳେ ଖଣି ମଧ୍ୟରେ ମିଥେନ୍ ଗ୍ୟାସ୍ ଲିକ୍ ହେବା କାରଣରୁ ମଦନଜୁ ଖଣିରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ସମୟରେ ସମ୍ପୃକ୍ତ କୋଇଲା ଖଣିର 2ଟି ବ୍ଲକରେ 69 ଜଣ ଶ୍ରମିକ ଥିଲେ। ବିସ୍ଫୋରଣରେ 20ରୁ ଅଧିକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଖଣି ଭିତରେ କେତେ ଲୋକ ଅଟକି ରହିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ବିହାରରେ ଗଙ୍ଗା ଏବଂ ଅନ୍ୟ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ 12ଟି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଗଙ୍ଗା ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ହଠାତ୍ ବୃଦ୍ଧି ପାଇବା ଯୋଗୁଁ ପାଟନା, ବେଗୁସରାଇ, ସାରନ ଏବଂ ମୁଙ୍ଗେର ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ସେହିସବୁ ଅଞ୍ଚଳର ପ୍ରାୟ 10 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ରେଳ ଲାଇନ୍ ଉପରେ ବନ୍ୟା ଜଳ ମାଡ଼ିଯିବାରୁ ଜମାଲପୁର ଭାଗଲପୁର ରେଳଖଣ୍ଡରେ ରେଳ ଚଳାଚଳ ବନ୍ଦ ରଖାଯାଇଛି।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ମତଗଣନାରେ କୌଣସି ପ୍ରାର୍ଥୀ 50%ରୁ ଅଧିକ ଭୋଟ୍ ପାଇନଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ଗଣନା ଆରମ୍ଭ ହୋଇଛି। ଶ୍ରୀଲଙ୍କାର ନିର୍ବାଚନ ଆୟୋଗ କହିଛନ୍ତି 2 ଜଣ ଶୀର୍ଷ ପ୍ରତିଯୋଗୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ହଟାଇ ଦିଆଯାଇଛି ଏବଂ ସେମାନଙ୍କୁ ଦ୍ୱିତୀୟ ଓ ତୃତୀୟ ବିକଳ୍ପ ମିଳିଥିବା ଭୋଟ୍ଗୁଡ଼ିକୁ 2 ଜଣ ଶୀର୍ଷ ପ୍ରତିଯୋଗୀଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯିବ। ସର୍ବାଧିକ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯିବ। ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଗତକାଲି ମତଦାନ ହୋଇଥିଲା। ଏହି ମତଦାନ ଶ୍ରୀଲଙ୍କା ଇତିହାସରେ ସବୁଠାରୁ ଶାନ୍ତିପୂର୍ଣ୍ଣ ମତଦାନ ବୋଲି ସେଠାକାର ନିର୍ବାଚନ ଆୟୋଗ କହିଛନ୍ତି। ଆୟୋଗଙ୍କ ସୂଚନା ଅନୁଯାୟୀ ବାମପନ୍ଥୀ ନେତା ଅନୁରା କୁମାର ଦିସାନାୟକ 41% ଭୋଟ୍ ସହ ଆଗରେ ଥିବାବେଳେ ସାଜିଥ୍ ପ୍ରେମଦାସା 33% ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ 17% ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ବିଶ୍ୱ ଭାରତ ଖାଦ୍ୟ ଦିବସ 2024 ଆଜି ଉଦ୍ଯାପିତ ହୋଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଗତ 19 ତାରିଖରୁ ଆରମ୍ଭ ହୋଇଥିବା ଏହି 4 ଦିନିଆ ସମ୍ମିଳନୀରେ ପ୍ରାୟ 90ଟି ଦେଶ, 26ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, 18ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭିନ୍ନ ସରକାରୀ ସଂସ୍ଥା ଅଂଶଗ୍ରହଣ କରିଥିଲେ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବିଶ୍ୱରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେଇ ଏଥିରେ ମତ ପ୍ରକାଶ ପାଇଛି। ଏହି ସମ୍ମିଳନୀରେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଖାଦ୍ୟ ପ୍ରକ୍ରିୟାକରଣର ନୂତନ ଦିଗ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଆମେରିକାର ଅଲବାମା ନିକଟବର୍ତ୍ତୀ ବର୍ମିଂହାମ୍ଠାରେ ଅତର୍କିତ ଗୁଳି ଚାଳନା ଯୋଗୁଁ 4 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ 12ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେଠାକାର ପୁଲିସ୍ ସୂଚନା ଅନୁଯାୟୀ ମଧ୍ୟରାତ୍ରିର କିଛି ସମୟ ପୂର୍ବରୁ ହୋଇଥିବା ଗୁଳିକାଣ୍ଡରେ ଆଉ 4 ଜଣ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସଂକଟାପନ୍ନ ଅବସ୍ଥାରେ 8 ଜଣ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ନୂଆଦିଲ୍ଲୀରେ ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ସଂଯୁକ୍ତ ରାଷ୍ଟ୍ର ପ୍ରତିନିଧି ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଉପନିର୍ଦ୍ଦେଶକମାନଙ୍କ ସମ୍ମିଳନୀରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଅଧ୍ୟକ୍ଷତା କରିବେ। ସମ୍ମିଳନୀ ସମୟରେ ଏନ୍ସିସିର ବିସ୍ତାର ନେଇ ଆଲୋଚନା ହେବ। କିଛିଦିନ ପୂର୍ବେ ଏନ୍ସିସି କ୍ୟାଡେଟ୍ ସଂଖ୍ୟା 17 ଲକ୍ଷରୁ 20 ଲକ୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଏହି ସମ୍ମିଳନୀରେ ଆର୍ଥିକ ଆବଶ୍ୟକତା, ପ୍ରତିନିଧିତ୍ୱ ଏବଂ ପ୍ରଶିକ୍ଷଣ ତଥା ଶିବିରସ୍ଥଳୀ ସ୍ଥାପନ ବିଷୟରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ସମ୍ମିଳନୀ ଦେଶରେ ଥିବା ଏନ୍ସିସି କ୍ୟାଡେଟ୍ମାନଙ୍କ ଭବିଷ୍ୟତ ସୁରକ୍ଷା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଦୃଢ଼ ଭୂମିକା ଗ୍ରହଣ କରିବ। ଏହି ଦ୍ୱିବାର୍ଷିକ ସମ୍ମିଳନୀରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ, ଅରୁଣାଚଳ ପ୍ରଦେଶ, ଆସାମ, କର୍ଣ୍ଣାଟକ, କେରଳ ଏବଂ ଉତ୍ତରାଖଣ୍ଡର ଶିକ୍ଷାମନ୍ତ୍ରୀ ଓ ଗୋଆର କ୍ରୀଡ଼ାମନ୍ତ୍ରୀଙ୍କ ସମେତ ଅନ୍ୟ ରାଜ୍ୟର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ବିଶ୍ୱ ଗଣ୍ଡା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣ୍ଡାମାନଙ୍କ ସୁରକ୍ଷା ସମ୍ପର୍କରେ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି ଦୀର୍ଘ ବର୍ଷ ହେଲା ଗଣ୍ଡା ସଂରକ୍ଷଣ ଓ ରକ୍ଷଣାବେକ୍ଷଣରେ ନିଯୁକ୍ତ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ ଭାରତ ହେଉଛି ଏକଶିଙ୍ଗିଆ ଗଣ୍ଡାର ଆବାସସ୍ଥଳ। ଅତୀତରେ ଆସାମ ଗସ୍ତ ଅବସରରେ କାଜିରଙ୍ଗା ଜାତୀୟ ଉଦ୍ୟାନ ଭ୍ରମଣକୁ ମନେ ପକାଇ ଶ୍ରୀ ମୋଦି ଜନସାଧାରଣଙ୍କୁ ସେଠାକୁ ବୁଲିଯିବାକୁ ନିବେଦନ କରିଛନ୍ତି। ଚେନ୍ନାଇ ଟେଷ୍ଟରେ ଭାରତ ବାଂଲାଦେଶ ବିପକ୍ଷରେ 280 ରନରେ ବିଜୟୀ ହୋଇଛି। ଏଥିସହ ଚଳିତ ସିରିଜ୍ର 2ଟିକିଆ ଟେଷ୍ଟ ମ୍ୟାଚ୍ରେ ଭାରତ 1-0 ଆଗୁଆ ରହିଛି। ଭାରତ ପକ୍ଷରୁ ଧାର୍ଯ୍ୟ 515 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ତାର ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ୍ ବିନିମୟରେ 234 ରନ୍ କରିବାକୁ ସକ୍ଷମ ହୋଇଥିଲା। ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନର ଖେଳ ବାଂଲାଦେଶ ଗତକାଲିର ସ୍କୋର 4 ୱିକେଟ୍ ବିନିମୟରେ 158 ରନ୍ରୁ ଆରମ୍ଭ କରିଥିଲା। ଆଜି ବାଂଲାଦେଶ ଗତକାଲିର ସ୍କୋର ସହ 6 ୱିକେଟ୍ ବିନିମୟରେ ମାତ୍ର 76 ରନ୍ ସଂଯୋଗ କରିବାକୁ ସକ୍ଷମ ହୋଇଥିଲା। ରବିଚନ୍ଦ୍ରନ ଅଶ୍ୱିନୀ 6ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ରବୀନ୍ଦ୍ର 3ଟି ଏବଂ ବୁମ୍ରା 1ଟିଏ ୱିକେଟ୍ ହାସଲ କରିଛନ୍ତି। ଏହି ଟେଷ୍ଟ ମ୍ୟାଚ୍ରେ ରବିଚନ୍ଦ୍ରନ ଅଶ୍ୱିନୀଙ୍କର ଅଲରାଉଣ୍ଡର ସଫଳତା ଯୋଗୁଁ ତାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଚୂଡ଼ାନ୍ତ ସ୍କୋର ଭାରତ ପ୍ରଥମ ଇନିଂସରେ 376 ରନ୍, ଦ୍ୱିତୀୟ ଇନିଂସରେ 287 ରନ୍, ବାଂଲାଦେଶ ପ୍ରଥମ ଇନିଂସରେ 149 ରନ୍ ଏବଂ ଦ୍ୱିତୀୟ ଇନିଂସରେ 234 ରନ୍ ସଂଗ୍ରହ କରିଥିଲା। ଏହି 2ଟିକିଆ ଟେଷ୍ଟ ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା 27 ତାରିଖ ଦିନ କାନପୁରଠାରେ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତ ଓ ଆମେରିକା ମଧ୍ୟରେ ଡେଲାୱେୟରଠାରେ ସ୍ୱଚ୍ଛ ନିରପେକ୍ଷ ଅର୍ଥ ବ୍ୟବସ୍ଥା ଉପରେ ବୁଝାମଣାପତ୍ର ସ୍ୱାକ୍ଷରିତ। 297ଟି ପ୍ରାଚୀନ ସାମଗ୍ରୀକୁ ଭାରତକୁ ଫେରସ୍ତ କରିବା ଲାଗି ସହମତି ପ୍ରକାଶ କଲେ ଆମେରିକା ସରକାର। ସିଙ୍ଗାପୁରରେ ଖୋଲିଲା ଇନଭେଷ୍ଟ ଇଣ୍ଡିଆର ନୂତନ କାର୍ଯ୍ୟାଳୟ। ପୂର୍ବ ଇରାନର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି 51 ମୃତ। ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗଣତି ଆରମ୍ଭ ଏବଂ ଚେନ୍ନାଇ ଟେଷ୍ଟରେ 280 ରନ୍ରେ ବାଂଲାଦେଶକୁ ପରାସ୍ତ କଲା ଭାରତ। ଆସନ୍ତା 27ରେ କାନପୁରରେ ଖେଳାଯିବ ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।